ଭାବନ୍ତୁ ଯଦି ଟ୍ରେଡିଂ ଆକାଉଣ୍ଟରୁ ପଇସା ଉଠେଇଲେ ଆପଣଙ୍କୁ କିଛି ଚାର୍ଜେସ୍ ଲାଗିଯିବ। ଜିରୋଧା ମାଲିକ ଏଇଟା ପୋଷ୍ଟ କରିଛନ୍ତି ଯେ କେମିତି ୟୁଏସ୍ରେ ଯେଉଁଟା ତାଙ୍କର ରବିନହୁଡ୍ ବୋଲି ଗୋଟେ ବଡ଼ ବ୍ରୋକର ଅଛି, ସେ ଗୋଟେ ଫ୍ୟାସିଲିଟି ଦେଉଛନ୍ତି ଯେ ଆପଣ ଧର ଇନଷ୍ଟାଣ୍ଟଲି ପଇସା ଉଠେଇବେ ତାହେଲେ ଆପଣଙ୍କୁ 1.75% ଗୋଟେ କମିଶନ ଦେବାକୁ ପଡ଼ିବ। ସେ କମିଶନ ବାବଦରେ ସେ ପାଖାପାଖି ଗୋଟେ ବର୍ଷରେ 1300 କୋଟି ଟଙ୍କା ଇନକମ୍ କରିଛନ୍ତି। କିନ୍ତୁ ସେଇଠି ଜିରୋଧା ଫାଉଣ୍ଡର କହିଛନ୍ତି ଯେ 2 ବର୍ଷରେ ସେ ପାଖାପାଖି 50,000 କୋଟି ଟଙ୍କାର ଇନଷ୍ଟାଣ୍ଟ ୱିଡ୍ରଆଲ୍ ଫ୍ୟାସିଲିଟି ଦେଇଛନ୍ତି ଯେ ଜିରୋଧାର ୟୁଜର ମାନେ ଇନଷ୍ଟାଣ୍ଟଲି ପଇସା ତାଙ୍କ ଆକାଉଣ୍ଟକୁ ୱିଡ୍ର କରିପାରିବେ, କିନ୍ତୁ କିଛି ବି ଚାର୍ଜେସ୍ ନାହିଁ। କାରଣ ଆମର ଏଠି ୟୁପିଆଇରେ ଏଇଟା ଆରାମସେ ହେଇଯାଉଛି, ୟୁଏସ୍ରେ ୟୁପିଆଇ ଲେଖା କିଛି ସିଷ୍ଟମ୍ ନାହିଁ, ତ ସେଥିପାଇଁ ତାଙ୍କ ଲୋକମାନଙ୍କୁ ପଇସା ଦେବାକୁ ପଡ଼ୁଛି ସେ ଫ୍ୟାସିଲିଟି ପାଇବା ପାଇଁ। ସେ ଆହୁରି କହିଛନ୍ତି ଯେ ଆମର ଇଣ୍ଡିଆର ବ୍ୟାଙ୍କିଂ ସିଷ୍ଟମଟା ପୁରା ୱାର୍ଲଡ କ୍ଲାସ୍। ସେଥିପାଇଁ ଆଉ ଗୋଟେ ଜିନିଷ କ'ଣ ହେଉଛି ନା, ଯେହେତୁ ବ୍ରୋକର କ'ଣ କରୁଛନ୍ତି ଯେ ତାଙ୍କ କୋର୍ ବିଜନେସ୍ରୁ ସେତିକି ପ୍ରଫିଟ୍ କରିପାରୁନାହାନ୍ତି, ସେଥିପାଇଁ ସେ ଆପଣଙ୍କୁ ଇନ୍ସୁରାନ୍ସ ଆଉ ବିଭିନ୍ନ ପ୍ରକାର ଅଦର ପ୍ରଡକ୍ଟସ୍ ଯେ ଆପଣ ଲୋନ୍ ବି ଅଫର କରୁଛନ୍ତି, ଲୋନ୍ ଏଗେନ୍ଷ୍ଟ ମ୍ୟୁଚୁଆଲ ଫଣ୍ଡସ୍ ବି ଅଫର କରୁଛନ୍ତି, ତ ବହୁତ ପ୍ରକାର ଜିନିଷ ବ୍ରୋକରକୁ ଅଫର କରିବାକୁ ପଡ଼ୁଛି କାରଣ ସେତିକି ସେ ପ୍ରଫିଟ୍ କରିବା ପାଇଁ। ତ ଆପଣଙ୍କୁ କ'ଣ ଲାଗୁଛି, ଅବିକା ସିନା ଫ୍ରି ଅଛି, ଆଗକୁ ୟୁପିଆଇ ଯଦି ପଇସା ପଡ଼ିଲା କି ଆଗକୁ ଯଦି ଚାର୍ଜେସ୍ ଲାଗିବ ପଇସା ଟ୍ରାନ୍ସଫର କରିବା ପାଇଁ, ତାହେଲେ ଏଇଟା ଆପଣଙ୍କୁ କେମିତି ଲାଗିବ କମେଣ୍ଟରେ ଜଣାନ୍ତୁ।